ଇମ୍ଫା ଶିଳ୍ପା ଗୋଷ୍ଠୀର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ କୁମ୍ଭୀରଗାଡ଼ିଆ ନୋଡାଲ ୟୁପି ସ୍କୁଲରେ କୁମ୍ଭୀରଗାଡ଼ିଆ ପଞ୍ଚାୟତ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରକୁ ପଞ୍ଚାୟତ ସରପଞ୍ଚ ଶ୍ରୀ ବିନୋଦ ବିହାର ଦଳେଇ ଏବଂ ଇମ୍ଫା ଶିଳ୍ପ ଗୋଷ୍ଠୀ ସାଧାରଣ ପ୍ରବନ୍ଧକ ସଞ୍ଜୟ ଗୁଲାଟି ଉଦ୍ଘାଟନ କରିଥିଲେ। ଅନ୍ୟତମ ସମ୍ମାନ ଅତିଥି ଭାବେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀ ସଞ୍ଜୟ କୁମାର ମହାନ୍ତି, କୃପାସିନ୍ଧୁ ସାମନ୍ତରାୟ, ଶ୍ରୀଯୁକ୍ତ ଜୟପ୍ରକାଶ ସାହୁ, ପଞ୍ଚାୟତ ସଭାପତି ବଳରାମ ଆଇଚ, ପ୍ରଶାନ୍ତ ଜେନା, ପଞ୍ଚାୟତ ସମିତି ସଭ୍ୟ ଓ ଲକ୍ଷ୍ମୀଧର ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଇମ୍ଫାର 1/3 ଲୋକାଭିମୁଖ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଅଞ୍ଚଳ ଏଭଳି କାର୍ଯ୍ୟକ୍ରମ ଅଞ୍ଚଳ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ଇମ୍ଫା ତରଫରୁ ଡିଜିଏମ୍ ଶ୍ରୀ ବାସୁଦେବ ମୁଣ୍ଡା, ପ୍ରିୟବ୍ରତ କେସିମ୍, ଇମ୍ଫା ଓ ଲୋକ ସମ୍ପର୍କ ବିଭାଗର ଯୋଗ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ କୁମ୍ଭୀରଗାଡ଼ିଆ, ଟିକର, ମାରୁଟିକର, ଜଗାଡ଼ିହ, ଛତ୍ରକଣ ଓ ଦାମୋଦରପୁର ଇତ୍ୟାଦି ଗ୍ରାମରେ 355 ଜଣ ରୋଗୀ ଚିକିତ୍ସା କରାଯିବା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ଦ ଏସ୍ ଲାଇଭ୍।